ଓଡ଼ିଶା ପବ୍ଲିକ୍ ଭ୍ୟୁ ଟିଭି ମାଧ୍ୟମରେ ମୁଁ ଆଜି ଶ୍ରୀମଦ୍ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ ଯଥା ସାଂଖ୍ୟ ଯୋଗ ବା ଦର୍ଶନ ଯୋଗ ପ୍ରସଙ୍ଗକୁ ଏଠାରେ ଉପସ୍ଥାପନ କରିବାକୁ ଯାଉଛି। ଅନୁଭବୀ ସଞ୍ଜୟଙ୍କ ମାଧ୍ୟମରେ ମହାରାଜା ଅନ୍ଧ ଧୃତରାଷ୍ଟ୍ର ଅର୍ଜୁନଙ୍କ ସ୍ଥିତି ସମ୍ବନ୍ଧରେ ପଚାରି ବୁଝିଛନ୍ତି। ଦୁଃଖ ଓ ଶୋକରେ ବିଷଣ୍ଣମନା ହୋଇ ଅଶ୍ରୁପୂର୍ଣ୍ଣ ଏବଂ ଶୋକାକୁଳ ଚିତ୍ତରେ ଅର୍ଜୁନ ରହିଥିବା ଦେଖି ଏବଂ ସେତିକିବେଳେ ଶ୍ରୀ ମଧୁସୂଦନ ବୁଝାଉଥିବା ଦୃଶ୍ୟ ସଞ୍ଜୟ ବର୍ଣ୍ଣନା କରିଛନ୍ତି। ଅନ୍ୟ ଭାବରେ ତାତ୍ପର୍ଯ୍ୟ ହେଲା ମନରୂପୀ ଅର୍ଜୁନଙ୍କ ଇନ୍ଦ୍ରିୟାସକ୍ତ ହେବା ଏବଂ ସେସବୁ ବିନା ଶରୀର ମନର ଦୁଃଖ ସ୍ଥିତିକୁ ଦେଖି ବିବେକ ରୂପୀ ମଧୁସୂଦନ ମନକୁ କହୁଛନ୍ତି। ଶ୍ରୀ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହିଛନ୍ତି ଯେ ଯୁଦ୍ଧ ଭଳି ସଙ୍କଟପୂର୍ଣ୍ଣ ସ୍ଥିତିରେ ଅନାର୍ଯ୍ୟ ଭଳି ନିରୁପାୟ ହୋଇ ମୋହଗ୍ରସ୍ତ ହେବା ଦ୍ୱାରା ସେ ପୀଡ଼ିତ ଅଛନ୍ତି। ତେଣୁ ଅର୍ଜୁନଙ୍କ ଭଳି ଶକ୍ତିବାନ ବ୍ୟକ୍ତିଙ୍କ ଠାରେ କ୍ଳୀବତ୍ୱ ହୋଇ ରହିବା ଆଦୌ ଶୋଭନୀୟ ନୁହେଁ। ପୁନଶ୍ଚ ଅର୍ଜୁନକୁ ପରାମର୍ଶ ଦେଇ କହିଲେ ଯେ ଅର୍ଜୁନ ଦୁର୍ଜୟ ହୋଇ ଉଠନ୍ତୁ ଏବଂ ଦୁର୍ବଳତା ଛାଡ଼ି ଶତ୍ରୁପକ୍ଷକୁ ନିଧନ କରନ୍ତୁ। ଅନ୍ୟ ଭାବରେ ଶରୀର କଥା ଯଦି ବିଚାର କରାଯିବ, ଏଠାରେ ଶରୀର ଓ ମନ କଥା ଚିନ୍ତା କଲେ ଜଣାଯାଏ ଯେ ଅତୀନ୍ଦ୍ରିୟ କାରବାର ଶାରୀରିକ ସ୍ଖଳନ ପାଇଁ ଯାହା ଦାୟୀ ତାକୁ ବଳ ବୀର୍ଯ୍ୟଶାଳୀ ହୋଇ ଦୂର କରାଯାଉ। ମନ ଓ ବୁଦ୍ଧିକୁ ସଂସ୍କାରିତ କରି କାମ କ୍ରୋଧ ଲୋଭ ମୋହ ମଦ ମତ୍ସର୍ଯ୍ୟ ପୂର୍ଣ୍ଣ ଶତ୍ରୁପକ୍ଷକୁ ନିପାତ ବା ଆୟତ୍ତ କରିବା ପାଇଁ ଧୈର୍ଯ୍ୟଶୀଳ ହେବା ଦରକାର। ଏହି କଥା ଭାବିବା ଉଚିତ। ସାଂଖ୍ୟ ଯୋଗରେ ସମସ୍ତ ଘଟଣାବଳୀର ଭଲମନ୍ଦକୁ ଗାଣିତିକ ଧାରାରେ ହିସାବକୁ ନେଇ ଏବଂ ଦର୍ଶନ ଓ ଅନୁଭବ ପ୍ରସଙ୍ଗ ମାଧ୍ୟମରେ ଭଲମନ୍ଦ ସବୁକୁ ତର୍ଜମା କରାଯାଇଅଛି ଏବଂ ସେହିଭଳି ମଧ୍ୟ ଆମେ ଅନୁଭବ କରିବା କଥା। ଯେହେତୁ ସାଂଖ୍ୟ ଯୋଗରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥାର ବର୍ଣ୍ଣନା ରହିଅଛି। ଅର୍ଜୁନ ଜଣେ ଦେହଧାରୀ ମାନବ ହୋଇ ମଧ୍ୟ ଭୀଷ୍ମ ଦ୍ରୋଣ ଆଦିଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଛେଇ ଯାଇଛନ୍ତି, ଯେହେତୁ ଏହିମାନେ ଅର୍ଜୁନଙ୍କ ପ୍ରିୟ ଗୁରୁଜନ ଅଟନ୍ତି। ଅନ୍ୟ ଭାଷାରେ କହିବାକୁ ହେଲେ କାମନା ବାସନା ଶରୀରର ଭୋଗ୍ୟ ବସ୍ତୁ ପାଇଁ ଅତି ପ୍ରିୟଜନ ସଦୃଶ ଅଟନ୍ତି। ସେମାନେ ସମସ୍ତେ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଏସବୁ ଉପଭୋଗ କରିଥାନ୍ତି। ସେହିଭଳି ଆତ୍ମୀୟ ପ୍ରବୃତ୍ତିକୁ ମନ ଦ୍ୱାରା କିଭଳି ଦମନ କରାଯାଇପାରିବ ସେ କଥା ବିଚାରକୁ ନିଆଯାଇପାରେ। ପୁନର୍ବାର ଗୁଣୀ ଅର୍ଜୁନ ଶ୍ରୀହରି ମଧୁସୂଦନଙ୍କ ସମ୍ମୁଖରେ ପ୍ରକାଶ କରି କହିଛନ୍ତି ଯେ ତାଙ୍କରି ଜ୍ଞାତି ପରିଜନକୁ ପରାଜିତ କଲେ ଅଥବା ସେ ଯଦି ନିଜେ ପରାଜିତ ହୁଅନ୍ତି ସେହି ପ୍ରଭାବର ମୂଲ୍ୟ କିଛି ନଥାଏ। ତେଣୁ ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ନିହତ କରି ନିଜେ ସଂସାରରେ ରହିବାକୁ ସେ ଚାହାନ୍ତି ନାହିଁ। ଏପରିକି ଦୁର୍ଯ୍ୟୋଧନ ସହ ସଂଖ୍ୟାଧିକ ପୁତ୍ର ତଥା ଯୋଦ୍ଧାଗଣ ଏବଂ ଅନ୍ୟମାନେ ଅନୁଷ୍ଠିତ ସମର କ୍ଷେତ୍ରରେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ଅଛନ୍ତି। ଦୁର୍ଯ୍ୟୋଧନ ହୁଏତ ନିଜର ବୁଦ୍ଧିଜ୍ଞାନ ଭୁଲିଯାଇ ଏସବୁ କୁଚିନ୍ତାର ଆଶ୍ରୟ
ନେଇଛି, ଧର୍ମାଧର୍ମ କଥା ବିଚାର କରୁନାହିଁ। ସେହି ପରିସ୍ଥିତିରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏପରି ପଥ ତାଙ୍କ ନିଜ ପାଇଁ ସ୍ଥିର ହେଉ, ଯଦ୍ୱାରା ପ୍ରକୃତ ନିର୍ଣ୍ଣୟ ପଥ ସମ୍ଭବ ହୋଇପାରିବ। ଶେଷକୁ ଅର୍ଜୁନ ନିଜକୁ ଅସହାୟ ମଣି ଶ୍ରୀକୃଷ୍ଣଙ୍କଠାରେ ଶରଣ ନେଇ ଶିଷ୍ୟତ୍ୱ ଗ୍ରହଣ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। କିଛି ଉପାୟ ସ୍ଥିର କରି କହିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ପ୍ରକାରାନ୍ତରେ ଶରୀର ଜ୍ଞାନ ମଧ୍ୟ ଏହିପରି, ଯାହାକି ଶରୀରର ଭୋଗ ପାଇଁ ଅନେକ ଅବାଞ୍ଛିତ ରାସ୍ତା ମଧ୍ୟ ରହିଛି। ସେସବୁ ରାସ୍ତା ଶରୀର ମଧ୍ୟସ୍ଥ ପ୍ରିୟ ଅଂଶ ସମୂହ ଅଟନ୍ତି। ଇନ୍ଦ୍ରିୟମାନଙ୍କ ପକ୍ଷରେ ମନର କିଛି ସଫଳତା ନାହିଁ। ତା ବାଦେ ମନର ସ୍ଥିତି ମଧ୍ୟ ଅସ୍ଥିର ଚଞ୍ଚଳମୟ। ଏହାର ଆୟତ୍ତାଧୀନ ପାଇଁ ଯେଉଁ ସବୁ ମାର୍ଗ ପ୍ରୟୋଜନ, ସେସବୁକୁ ସ୍ଥିର କରିବା ପାଇଁ କେବଳ ବିବେକ ରୂପୀ ଆତ୍ମାଠାରେ ମନ ଶରଣାପନ୍ନ ହେବା ଦରକାର। ସେତିକିବେଳେ ସଞ୍ଜୟ ଅର୍ଜୁନଙ୍କ ଚିନ୍ତା ଓ ଭାବନାକୁ ଅନୁଧ୍ୟାନ କରି ଧୃତରାଷ୍ଟ୍ରଙ୍କୁ କହିଛନ୍ତି ଯେ ଏଭଳି ସ୍ଥିତିରେ କସ୍ମିନ କାଳେ ଯୁଦ୍ଧ ନ କରିବା ପାଇଁ ସ୍ଥିର କରି ଅର୍ଜୁନ ହୃଷିକେଶ ଗୋବିନ୍ଦଙ୍କୁ କହୁଛନ୍ତି। ପୁଣି ଥରେ ଦୋହରାଇ ସଞ୍ଜୟ ନରେଶଙ୍କୁ ସୂଚାଇଥିଲେ ଯେ ପାର୍ଥଙ୍କ ଶୋକାକୁଳ ଆକୁଳତା ସମୟରେ ହୃଷିକେଶ ପ୍ରସନ୍ନପୂର୍ବକ ଗୀତା ଉପଦେଶ ହିଁ ଦେଇଛନ୍ତି। ତାହା ମନର ସଂକୀର୍ଣ୍ଣତା ଦୂରେଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ଅର୍ଥାତ୍ ମନର ଚଞ୍ଚଳତା, ଅସ୍ଥିରତାକୁ ସୁଧାରିବାକୁ ଯାଇ ବିବେକ ଘଟଣା ପ୍ରବାହରେ ଘଟୁଥିବା ଘଟଣା ସମୂହକୁ ସାର୍ବଜନୀନ ଗୀତା ଉପଦେଶ ଫଳରେ ଅନୁଭବ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅର୍ଜୁନକୁ ଭଗବାନ ଶ୍ରୀକୃଷ୍ଣ ସମ୍ବୋଧନ କରି କହିଛନ୍ତି ଯେ ଯେଉଁଥିପାଇଁ ସେ ନୀତି କଥା ସବୁ କହିଚାଲିଛନ୍ତି, ସେଥିପାଇଁ ଆଦୌ ଶୋକାଭିଭୂତ ହେବା ଅନୁଚିତ। ଯେଉଁମାନେ ଶରୀରଧାରୀ ମୃତ ବା ଜୀବିତ ଅଛନ୍ତି, ସେମାନଙ୍କ କଥା ପଣ୍ଡିତଗଣମାନେ ଚିନ୍ତା କରିଥାନ୍ତି। ଜୀବନର ଗତିପଥରେ ଶରୀରର ସମସ୍ତ ଶକ୍ତିଶାଳୀ ଇନ୍ଦ୍ରିୟଗଣକୁ ମଧ୍ୟ ଆୟତ୍ତରେ ରଖାଯାଇପାରେ, ସେ ସବୁର ସମ୍ପୂର୍ଣ୍ଣ ଦମନ କରାଯାଇପାରେ। ସେଥିପାଇଁ ବିଜ୍ଞ ତଥା ସଞ୍ଜୟୀମାନେ ଆଦୌ ଚିନ୍ତିତ ନଥାନ୍ତି। ଯେମିତି ରକ୍ତମାଂସ ଶରୀରଧାରୀ ମାନବ ଜନ୍ମ ଲାଭ କରିଥିବା ଏବଂ କଲେ ମଧ୍ୟ ଶୈଶବ, କିଶୋର, ଯୌବନ, ଜରାର ସ୍ଥିତି ସବୁକୁ ଭୋଗ କରିଥାଏ। ପୁନଶ୍ଚ ଶରୀର ଥିଲେ ମୃତ୍ୟୁ ମଧ୍ୟ ନିଶ୍ଚିତ, ତା ଧ୍ରୁବ। ଶରୀର ଦେହାନ୍ତରେ ଆତ୍ମା ଦେହ ଛାଡ଼ି ଚାଲିଯାଏ। ଆତ୍ମାର ମୃତ୍ୟୁ ନାହିଁ। ଶରୀର ଥିଲେ ଇନ୍ଦ୍ରିୟମାନଙ୍କ ଶିଥିଳତା ଧୀରେ ଧୀରେ ନିଶ୍ଚିତ ଆଡ଼କୁ ଆସେ। ମନର ରୌଦ୍ରତା ଛାଏଁ ଛାଏଁ ମରିଯାଏ। ଏହା ମଧ୍ୟ ସତ୍ୟ ଯେ ମାତ୍ର ଜ୍ଞାନୀ ମୁନିମାନେ ଏଥିପାଇଁ ଆଦୌ କାତର ହୋଇନଥାନ୍ତି। ଶରୀରରେ ଅବସ୍ଥାନ କରୁଥିବା ଇନ୍ଦ୍ରିୟ ସମୂହ ଯଦି ଆସକ୍ତିରେ ଅନୁପ୍ରାଣିତ ହୁଅନ୍ତି, ତାହେଲେ ଖରା ଶୀତ ଭଳି ସୁଖ ଦୁଃଖ ଆପେ ଆପେ ସୃଷ୍ଟି ହୋଇ ତାର ପ୍ରଭାବ ପଡ଼ିଥାଏ। ମାତ୍ର ଦେହର ଏସବୁ ଅନୁଭୂତି ଅସତ୍ୟ ଓ ଅନିତ୍ୟ ଅଟେ। ସମସ୍ତ ଘଟୁଥିଲେ ମଧ୍ୟ ସେସବୁ ସହ୍ୟ କରିବାକୁ ପଡ଼ିବ ବୋଲି ଅର୍ଜୁନକୁ ଶ୍ରୀକୃଷ୍ଣ କହିଥିଲେ। ଏଭଳି ସ୍ଥିତିରେ କିଛି ସୁଖ ଦୁଃଖ ଅନୁଭବ କରି ତାର ଭଲମନ୍ଦ ଜାଣିବା ଶରୀରର ଧର୍ମ ଅଟେ। ଯାହା ଅସତ୍ୟ ଅନିତ୍ୟ ତାହା ସମ୍ପୂର୍ଣ୍ଣ ପରିତ୍ୟାଜ୍ୟ ଅଟେ।
କ୍ଷୟଶୀଳ ଜଗତରେ ଆତ୍ମା ହିଁ କେବଳ କାଳଜୟୀ ରୂପେ ବିବେଚିତ। ତାର ବିନାଶ ନଥାଏ। ସେ ଜୀବନ ସହ ଯୁକ୍ତ ହୋଇ ଜୀବାତ୍ମା ହୋଇଥାଏ। ଶରୀର ନଷ୍ଟ ହୋଇଯାଏ, ଜୀବନ ବିଚ୍ୟୁତି ଘଟେ, କିନ୍ତୁ ଆତ୍ମା ବିନାଶ କରିବାର ଶକ୍ତି କାହାର ନାହିଁ। ଆତ୍ମାକୁ କେହି ବିନାଶ କରିପାରିବେ ନାହିଁ। ଚଳଣୀରେ ଆବଶ୍ୟକ ପଡ଼ୁଥିବା ଶରୀର ପାଇଁ ପୁରୁଣା ଚିରା ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କଲା ଭଳି ଆତ୍ମାର ପରିବର୍ତ୍ତନ ଘଟିଥାଏ। ସେ ଅନ୍ୟ ଶରୀରରେ ପ୍ରବେଶ କରେ। ମଣିଷର ରକ୍ତମାଂସ ଶରୀର କ୍ଷୟ ହେଲା ପରେ ଆତ୍ମା ଅନେକ ସୁସଜ୍ଜିତ ଶରୀରରେ ପ୍ରବେଶ କରିଥାଏ। ଶରୀର ତତ୍ତ୍ୱ ପାଇଁ ଏହା ଏକ ବାସ୍ତବରେ ଗୁରୁତ୍ୱପୂର୍ଣ୍ଣ ଏବଂ ସାର କଥା ଅଟେ। ଅବିନାଶୀ ଆତ୍ମା ସବୁଠାରେ ଥାଏ ଏବଂ ସବୁ ଦେହରେ ପ୍ରବେଶ କରିପାରେ। ଆତ୍ମା ପରମାତ୍ମାଙ୍କ ତେଜ ରୂପେ ବିରାଜିତ। ଆତ୍ମା ଅଚ୍ଛେଦ୍ୟ ଅଟେ ଏବଂ ଅଦାହ୍ୟ, ଅଶୋଷ୍ୟ, ଅଭେଦ୍ୟ ମଧ୍ୟ ଅଟେ। ଆତ୍ମା ରୂପୀ ତେଜ ଶସ୍ତ୍ର, ଅଗ୍ନି, ବାୟୁ, ଜଳର ପ୍ରଭାବରୁ ମଧ୍ୟ ମୁକ୍ତ। ଆତ୍ମା ରୂପକ ତେଜ ଚିରସ୍ଥାୟୀ, ସର୍ବବ୍ୟାପୀ, ସନାତନ ଅଟେ। ସେ ହିଁ ଏକ ବ୍ରହ୍ମ, ଏକ ଅଭିନ୍ନ ଅଟେ ଏବଂ ନୂତନ ରୂପେ ବିରାଜମାନ ମଧ୍ୟ। ସାଧାରଣ ମାନବର ଆତ୍ମା ଦୃଷ୍ଟି ଅଗୋଚର ଅଟେ। ତାକୁ କେହି କେବେ ଦେଖିପାରେ ନା, ଚିନ୍ତା ପରିଷଦ ମଧ୍ୟ ନୁହଁ। ଭୌତିକ ଓ ଲୌକିକ ଜୀବନର ସ୍ଥିତିରେ କେବଳ ଯାହା ସବୁ ଅନୁଭବ କରିହୁଏ, କିନ୍ତୁ ତାହା ମଧ୍ୟ ସର୍ବ ବିକାରରୁ ମୁକ୍ତି ଅଟେ। ଶ୍ରୀକୃଷ୍ଣ ମାନବ ରୂପୀ ଅର୍ଜୁନଙ୍କୁ କହିଛନ୍ତି ଯେ ଆତ୍ମା ବା ତେଜ ପରମାତ୍ମାଙ୍କ ଅଂଶ ବିଶେଷ ଅଟେ। ଆତ୍ମାର ସ୍ୱରୂପକୁ ଯେଉଁଭଳି ବର୍ଣ୍ଣନା କରାଯାଇଅଛି, ସେ କୌଣସିରୁ ସେ ବିଚ୍ୟୁତି ନୁହେଁ। ତେଣୁ ଅର୍ଜୁନ ଭଳି ବୀରପୁଙ୍ଗବ ସାଧାରଣ ଶରୀର ବା ଦେହର ବିଲୟ ପାଇଁ ଶୋକ କରିବା ଅନୁଚିତ। ବାସ୍ତବରେ ଶରୀର କ୍ଷୟ ହେବା ଚିରସତ୍ୟ। କିଛି କ୍ଷଣ, କିଛି ଦିନ ପାଇଁ ସେ ଦିବ୍ୟ ତେଜକୁ ଧାରଣ କରିଥାଏ। ଆତ୍ମାର ଗତିକୁ ଭୁଲି ଆସକ୍ତିରେ ଶରୀରକୁ ସମସ୍ତ ଭୋଗ୍ୟର ପଦାର୍ଥ ଭାବି ପରମାତ୍ମାକୁ ଭୁଲିଯିବା ଆଦୌ ଉଚିତ ନୁହେଁ। ଏହା ବି ସତ୍ୟ ଯେ ଜନ୍ମ ହେଲେ ମୃତ୍ୟୁ ହେବା ସୁନିଶ୍ଚିତ। ସବୁଥିରେ ସତ୍ୟତା ଅଛି। ଏହା ତ ସୃଷ୍ଟିର ରହସ୍ୟ। ଜୀବନ ଚାଲିଗଲା ପରେ ଆଉ ଥରେ ଜୀବନ ସୃଷ୍ଟି ହୁଏ। ଏପରି ଭାବରେ ଚିର ସତ୍ୟକୁ ନେଇ ଜୀବନ ବାରମ୍ବାର ସୃଷ୍ଟି ହୋଇଥାଏ। ଜୀବସତ୍ତା ମଧ୍ୟରେ ଜିନେଟିକ୍ ତତ୍ତ୍ୱ ଅନୁଯାୟୀ ବହୁ ଜୀବାଶ୍ମର ସନ୍ଧାନ ରହିଛି। ଆତ୍ମା ଓ ତେଜର ବିଲୟ ନାହିଁ। ସାଂଖ୍ୟ ଯୋଗ ଓ ଗାଣିତିକ ଦର୍ଶନ ପ୍ରସଙ୍ଗ ମଧ୍ୟ ଜାଣିବା ଦରକାର। ଇଏ ହେଉଛି ଆତ୍ମଜ୍ଞାନ କଥା। ପରମାତ୍ମାକୁ କେହି କେବେ ଦେଖିପାରନ୍ତି ନାହିଁ। ତାଙ୍କୁ ଅନୁଭବରେ ହିଁ ଦର୍ଶନ କରିହୁଏ। ଗାଣିତିକ ଭାବଧାରା ଅନୁଯାୟୀ ସମତଳ ପୃଷ୍ଠକୁ ଅନୁଭବରେ ହିଁ ଅଙ୍କନ କରାଯାଇପାରେ। ତେଣୁ ଆତ୍ମା ଓ ତେଜକୁ ଅନୁଭବ କରି ଦିବ୍ୟ ଜୀବନ କଟାଇବା ଦରକାର। ଜୀବନ ସହ ଯୁକ୍ତ ହୋଇ ଜୀବାତ୍ମା ବୁଲାଇଥାଏ। ଜୀବନ୍ତ ପରମାତ୍ମା ସୃଷ୍ଟିର ଜଳ, ଅଗ୍ନି, ବାୟୁ, ବସ୍ତୁ ବା ପୃଥିବୀ, ସମୟ ବା ଆକାଶ ଆଦି ଶକ୍ତି ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ। ସମସ୍ତ ଶରୀରରେ ଆତ୍ମା ବା ତେଜ ବିରାଜମାନ ଥାଏ। ଦେହର ଅବସାନ ଘଟିଲେ ମଧ୍ୟ ଆତ୍ମା ଅମର ହେତୁ ଅନ୍ୟ ଶରୀର କିମ୍ବା ପରମାତ୍ମା ତେଜରେ ଲୀନ ହୋଇଯାଏ। ତେଣୁ ମାନବ ଶରୀର ସ୍ଥିତି ଜାଣି ଯଥା ଜଣେ ଦେହଧାରୀ ମଣିଷ ହୋଇ ଯାହାକି ପଞ୍ଚଭୂତରେ ଗଢ଼ା, ସେଭଳି କ୍ଷେତ୍ରରେ କ୍ଷୟପ୍ରାପ୍ତ ଶରୀର ପାଇଁ ଶୋକ କରିବା ଅନୁଚିତ। ଏତିକି ଜାଣି ରଖିବା ଉଚିତ ଯେ ଅସଂଖ୍ୟ ଶରୀର ସୃଷ୍ଟି ହେଲେ ମଧ୍ୟ ତାର ସ୍ଥିତି ସବୁଦିନ ପାଇଁ ରୁହେ ନାହିଁ। କିନ୍ତୁ ପରମାତ୍ମାଙ୍କ ଆଗତ ତେଜ ରୂପକ ଆତ୍ମା ଶରୀର ଥିବା ଯାଏ ବିରାଜିତ ରହିଥାନ୍ତି। ଜଡ଼ ଶରୀରରେ ସୂକ୍ଷ୍ମ ଶକ୍ତି ବିନ୍ଦୁ ରୂପେ ମଧ୍ୟ ରହିଥାଏ।
ଶରୀର ମନ କେବଳ ମୋହରେ ବଶୀଭୂତ ହୋଇଥାଏ। ତେଣୁ ଅର୍ଜୁନ ଜାଣି ଜାଣି ମୋହ ଦ୍ୱାରା ଅନ୍ଧ ନ ହୋଇ ଯାହାକି ସ୍ୱଧର୍ମ ଅଟେ, ଯାହାକି କର୍ତ୍ତବ୍ୟ ଭିତରେ ଆସୁଛି, ସେସବୁ କରିବା ପାଇଁ ମାନସିକ ତଥା ଶାରୀରିକ ସ୍ତରରେ ସ୍ଥିର କରିବା ଦରକାର ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ସେଥିପାଇଁ ମୋହରେ କାତର ହେବା ଅନୁଚିତ। ଏହା ବି ଠିକ୍ ଯେ ଶରୀର ଧାରଣ କରିଥିବା ବଳବୀର୍ଯ୍ୟଧାରୀ ସୁରକ୍ଷା ପ୍ରଦାନ କରି କ୍ଷତ୍ରିୟ ଧର୍ମ ପାଇଁ ଯୁଦ୍ଧ କରିବା ସେ ଅଟେ। ଏହାଠାରୁ ମହତ୍ କର୍ମ ଆଉ କିଛି ନଥାଏ। ଶରୀର ମଧ୍ୟରେ ସାଧାରଣ ଚଳଣିକୁ ବିଚାର କଲେ ମଧ୍ୟ ଜଣାଯିବ ଯେ ଶରୀରକୁ ସଞ୍ଚାଳିତ କରୁଥିବା ସମସ୍ତ ଇନ୍ଦ୍ରିୟ ଏବଂ ପ୍ରକୃତି ଯଥା କାମ, କ୍ରୋଧ, ଲୋଭ, ମୋହ, ମଦ, ମତ୍ସର୍ଯ୍ୟ ଆଦି ସବୁବେଳେ ସକ୍ରିୟ ଥାନ୍ତି ଏବଂ ଶରୀର, ମନ ଏସବୁ ରିପୁଗୁଣର ବଶବର୍ତ୍ତୀ ହୋଇଥାନ୍ତି। ତଥାପି ଶରୀର ପାଇଁ ଏହିସବୁ ଗୁଣମାନଙ୍କର କିଛି କର୍ତ୍ତବ୍ୟ ରହିଛି, ଯାହାର ଧର୍ମ ଯେତେବେଳେ ଆବଶ୍ୟକ ପଡ଼େ ସେହି ଗୁଣ ଦ୍ୱାରା କର୍ତ୍ତବ୍ୟ ମାଧ୍ୟମରେ ଗ୍ରହଣ କରିବାକୁ ପଡ଼ିଥାଏ। ଯୁଦ୍ଧ ସମୟରେ ଧର୍ମର ରକ୍ଷା ପାଇଁ ଅର୍ଜୁନଙ୍କ ଦ୍ୱାରା ସଂଗ୍ରାମ କରିବାକୁ ହିଁ ପଡ଼ିବ। ଏହି ପଦକ୍ଷେପ ଦ୍ୱାରା ଦୁଃଖ ଅନୁଭବ ହେଉଥିଲେ ମଧ୍ୟ କର୍ତ୍ତବ୍ୟ ପାଳନ ନ କଲେ ତାଙ୍କରି ଯଶ କୀର୍ତ୍ତି ସବୁ ନଷ୍ଟ ହୋଇଯିବ। ଅର୍ଜୁନ ଭଳି କ୍ଷତ୍ରିୟଙ୍କୁ ଦିଆଯାଇଥିବା କ୍ଷତ୍ରିୟ ଧର୍ମ ପାଳନ ନ କଲେ ସେ ପାପର ଭାଗୀଦାର ହେବେ, ଏହା ସୁନିଶ୍ଚିତ। ଅନ୍ୟ ଭାବରେ ଯଦି ସେ ଯୁଦ୍ଧରେ ମୃତ୍ୟୁବରଣ କରନ୍ତି ତାହେଲେ ସ୍ୱର୍ଗ ପ୍ରାପ୍ତି ହେବ, ଅର୍ଥାତ୍ ଆତ୍ମା ପରମାତ୍ମା ତେଜରେ ବିଲୀନ ହୋଇଯିବ। ଯଦି ଅର୍ଜୁନ ଯୁଦ୍ଧରେ ଜିତନ୍ତି ତାହେଲେ ବଞ୍ଚିଥିବା ଯେ ସୁଖ ଐଶ୍ୱର୍ଯ୍ୟ ଭୋଗ କରିବେ। ଏହା କ୍ଷତ୍ରିୟ ଧର୍ମ କଥା ଅଟେ। ତେଣୁ ବୀର ପ୍ରସବିନୀ ମାତୃଗର୍ଭରୁ ସମ୍ଭୂତା ବୀର କୁନ୍ତୀପୁତ୍ର ସଚେତିତ ହୋଇ ଯୁଦ୍ଧ କରିବା ପାଇଁ ଦୃଢ଼ ବ୍ରତ ପାଳନ କରନ୍ତୁ ବୋଲି ଶ୍ରୀକୃଷ୍ଣ ବୁଝେଇଛନ୍ତି। ବିବେକର ନିର୍ଦ୍ଦେଶକୁ ମନ ଯଦି ଗ୍ରହଣ କରେ, ଏହା ଅନ୍ୟ ଭାବରେ କୁହାଯାଇଛି, ତାହେଲେ ଯେଉଁ ପରାମର୍ଶ ଆସିଥାଏ ତାହା ମନ ପାଳନ କଲେ କର୍ମରତ ଇନ୍ଦ୍ରିୟ ସମୂହ ତାହା ସାଦରେ ଗ୍ରହଣ କରି ସୁପରିଚାଳିତ ହୋଇପାରିବେ ବା ହୋଇଥାନ୍ତି। ଯୁଦ୍ଧରେ ଅର୍ଜୁନ ଠିକ୍ ରୂପେ କର୍ମ କରି ଚାଲନ୍ତୁ। ମାନବ ଶରୀର ଧାରଣ କରି ନିଜର କର୍ତ୍ତବ୍ୟ ପାଳନ ବେଳେ ସୁଖ ଦୁଃଖ, ଲାଭ କ୍ଷତି, ଜୟ ପରାଜୟ ସବୁକୁ ସମାନ ଭାବେ ଗ୍ରହଣ କରିବାକୁ ପଡ଼ିବ। ଦ୍ୱନ୍ଦ୍ୱ ଭାବରୁ ମୁକ୍ତ ହୋଇ ଧର୍ମ ଯୁଦ୍ଧରେ ରଣ କରିଲେ ସେ କଦାପି ପାପର ଭାଗୀଦାର ହେବେ ନାହିଁ। ଗାଣିତିକ ହାରରେ ସେସବୁ ସୁସ୍ପଷ୍ଟ। ଏହିଭଳି ଆତ୍ମତତ୍ତ୍ୱ ସମ୍ବନ୍ଧୀୟ ଜ୍ଞାନ ଅର୍ଜୁନଙ୍କଠାରେ ବିବେକ ରୂପୀ ଶ୍ରୀକୃଷ୍ଣ ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି ଯେ ଜ୍ଞାନ ସହ କର୍ମକୁ ଯୋଡ଼ି କର୍ତ୍ତବ୍ୟ କଲେ ସଂସାର ବନ୍ଧନରୁ ମୁକ୍ତ ହୋଇପାରିବେ। ଜ୍ଞାନ ଓ କର୍ମ ଉଭୟ ପରିପୂରକ। ଜ୍ଞାନରେ ଜାଣି ତାକୁ କର୍ମରେ ଲଗାଇବାକୁ ପଡ଼ିବ। ଶରୀର ତଥା ଶରୀରର ସମସ୍ତ ଇନ୍ଦ୍ରିୟକୁ ଜାଣି ତାକୁ ପବିତ୍ର କର୍ତ୍ତବ୍ୟରେ ସଜାଡ଼ି ପାରିଲେ ମୁକ୍ତି ମିଳିଥାଏ, ଆନନ୍ଦ ମିଳିଥାଏ। କର୍ମ କରିବାର ଅଧିକାର ସମସ୍ତଙ୍କର ଥିଲେ ମଧ୍ୟ ଫଳ ପ୍ରଦାନର ଅଧିକାର କେବଳ ଭଗବାନଙ୍କର। ଯେମିତି ଗୀତା ଜ୍ଞାନରେ ରହିଛି, କର୍ମେଣ ବାଧିକାରେସ୍ତେ ମା ଫଳେଷୁ କଦାଚନ ମା କର୍ମ ଫଳ ହେତୁର୍ଭୂମା ତେ ସଙ୍ଗସ୍ତ କର୍ମଣି। କର୍ମ ଅନୁଯାୟୀ ଫଳ ଅବଶ୍ୟ ପ୍ରାପ୍ତ ହେବ। ଫଳ ପାଇବାର ଆଶା ରଖି କର୍ମରେ ନିୟୋଗ ରହିବା ଅନୁଚିତ। ମଣିଷ ତାର ଜୀବନ କାଳରେ ନିଷ୍କାମ ଭାବରେ କର୍ମ କରିବାକୁ ଅର୍ଜୁନ ତଥା ମାନବ ସମାଜକୁ ଗୀତା ଜ୍ଞାନରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। କର୍ତ୍ତବ୍ୟ କରିଚାଲିଥିବା ବେଳେ କାମନା, ଆସକ୍ତି, ଫଳ ପ୍ରାପ୍ତି ଆଶା ସବୁକୁ ତ୍ୟାଜ୍ୟ କରିବାକୁ ପଡ଼ିବ। କର୍ମ କରିବା ସମୟରେ ସିଦ୍ଧ ଅସିଦ୍ଧକୁ ସମଭାବମଣି ଜ୍ଞାନ ଯୋଗରେ ଗ୍ରହଣ କରି କର୍ମଯୋଗ ମାଧ୍ୟମରେ କର୍ତ୍ତବ୍ୟ କର୍ମ ସବୁ ପାଳନ କରାଯାଏ। କର୍ମଯୋଗୀମାନେ ସବୁକୁ ସମାନ ଦୃଷ୍ଟିରେ ଅନୁଭବ କରିଥାନ୍ତି। ତେଣୁ ଜାଣିବା କାଳରୁ ହିଁ ପାପ ପୁଣ୍ୟ ସବୁକୁ ପରିତ୍ୟାଗ କରିଥାନ୍ତି। ଅର୍ଜୁନ ମଧ୍ୟ ତାଙ୍କରି କର୍ତ୍ତବ୍ୟକୁ ଯୋଗ ଅନୁଷ୍ଠାନମଣି କର୍ମ କରିବା ଉଚିତ। ଏହାକୁ ଦୁଃଖ ପରିସର ମଧ୍ୟକୁ ନ ଆଣି କର୍ମର କୌଶଳ ରୂପେ ଜାଣିବାକୁ ପଡ଼ିବ ବୋଲି ଅର୍ଜୁନକୁ ଭଗବାନ କହିଛନ୍ତି। ଏହି ଭବ ସଂସାରରେ ନିଷ୍କାମ କର୍ମ
କରି ସଂସାର ମୋହକୁ ଦୂରୀଭୂତ କରାଇ ପାରିଲେ ଯାଇ ମନ ବୈରାଗ୍ୟ ଭାବ ସୃଷ୍ଟି ହେବ, ଆସକ୍ତି ଭାବ ଦୂର ହେବ। ସେତେବେଳେ ଯାଇ ଏହି ରକ୍ତ ମାଂସର ଶରୀର ପ୍ରତି ଯେଉଁ ଲୋଭ ଦୟାଭିମାନ ରହିଛି ତାହା ସେ ବର୍ଜନ କରିପାରିବ। ନହେଲେ ମନ ସବୁବେଳେ ଚଞ୍ଚଳ। ବୈରାଗ୍ୟ ବା ବିତୃଷ୍ଣା ଚିନ୍ତନ ନ ଆସିଲା ଯାଏ ଦେହ ପ୍ରତି ଲୋଭ ରହୁଥିବ, ଆଉ ସେ ଯାଏ ବ୍ରହ୍ମ ବା ପରମାତ୍ମା ଚିନ୍ତା ମନରେ ଦୃଢ଼ ହୋଇପାରେ ନା। ଏଥିରେ ସନ୍ଦେହ ପ୍ରକାଶ କରି ଯଥା ବ୍ରହ୍ମଚିନ୍ତନରେ ସ୍ଥିତପ୍ରଜ୍ଞ ଜନ ଅର୍ଥାତ୍ ଏକେଶ୍ୱରବାଦୀମାନେ ରହିଥାନ୍ତି, ସେହିମାନଙ୍କର ଅର୍ଥାତ୍ ଚିତ୍ତକୁ ସ୍ଥିର କରି ରଖିପାରୁଥିବା ବ୍ୟକ୍ତିମାନଙ୍କ ଆଚରଣ, ସ୍ୱଭାବ, ଚଳଣି, କହିବାର ଶୈଳୀ ସମ୍ବନ୍ଧରେ ବୁଝେଇ କହିବା ପାଇଁ ଭଗବାନ କେଶବକୁ ଶ୍ରୀ ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କାମନା ବାସନାହୀନ ସ୍ଥିର ବୁଦ୍ଧି ସମ୍ପନ୍ନ ବ୍ୟକ୍ତିଙ୍କୁ ସ୍ଥିତପ୍ରଜ୍ଞ ରୂପେ ଗ୍ରହଣ କରାଯାଏ। ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଉକ୍ତିକୁ ଯେଉଁମାନେ ମାନି ନେଇଥାନ୍ତି ତାଙ୍କୁ ହିଁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ। ସ୍ଥିତପ୍ରଜ୍ଞ ବ୍ୟକ୍ତିମାନେ ସମସ୍ତ କାମନା ବର୍ଜନ କରିଥାନ୍ତି। ପରମାତ୍ମା ପରମ ବ୍ରହ୍ମ ଯେ କି ସଚରାଚର ବ୍ୟାପ୍ତ ଏବଂ ଏକ ରୂପେ ବିଦିତ, ତାଙ୍କଠାରେ ସ୍ଥିତପ୍ରଜ୍ଞ ବ୍ୟକ୍ତିମାନେ ଲୟ ରଖିଥାନ୍ତି। ସେହି ଏକେଶ୍ୱରବାଦ ବା ବ୍ରହ୍ମ ବା ନିରାକାରକୁ ନିଜର ଆତ୍ମା ରୂପକ ତେଜ ବା ବିବେକ ମାଧ୍ୟମରେ ଅନୁଭବ କରି ଏବଂ ଦର୍ଶନ କରି ସର୍ବଦା ସନ୍ତୁଷ୍ଟ ରହିବାକୁ ପସନ୍ଦ କରିଥାନ୍ତି, ଯାହାକି ଯୋଗୀ ଋଷିଙ୍କର ମନୋଧ୍ୟାନର ଏକମାତ୍ର କାରଣ ଅଟେ। ସେହି ସ୍ଥିତପ୍ରଜ୍ଞ ଅର୍ଥାତ୍ ଦୃଢ଼ମନା ବ୍ୟକ୍ତିମାନେ ସବୁ କାମନାରୁ ମୁକ୍ତ ହେଉଥିବା ଯୋଗୁଁ ସଂସାରର କୌଣସି ମାୟା ତାଙ୍କୁ ବିବ୍ରତ କରିପାରେ ନା। ସୁଖ ପ୍ରତି ମଧ୍ୟ ସେମାନେ ଉଦାସୀନ ଭାବ ଗ୍ରହଣ କରି ନେଇଥାନ୍ତି। ସେସବୁକୁ ଗୁରୁତ୍ୱ ଦେଇନଥାନ୍ତି। ବିଷୟ ଜଞ୍ଜାଳ ପ୍ରତି ଆସକ୍ତ ନ ରଖି ଭୟ ଓ କ୍ରୋଧ ଆଦିକୁ ବର୍ଜନ କରିଥାନ୍ତି। ଏହିମାନେ ହିଁ ପରମାତ୍ମା ସତ୍ତାକୁ ଅନୁଭବ କରି ଦର୍ଶନ କରି ଭବ ସଂସାରରୁ ମୁକ୍ତି ଲାଭ କରନ୍ତି। ଆତ୍ମା ରୂପକ ତେଜ ପରମାତ୍ମାଙ୍କ ସହ ଯୁକ୍ତ ହୋଇପାରିଥାଏ। ଆହୁରି ମଧ୍ୟ ସ୍ଥିତପ୍ରଜ୍ଞ ବ୍ୟକ୍ତି ସମୂହ ସ୍ତ୍ରୀ, ପୁତ୍ର, କନ୍ୟା, ପରିବାର ପ୍ରତି ଥିବା ମମତାକୁ ରହିତ ଅଟନ୍ତି। ସେମାନେ ଏଥିରୁ ଦୂରେଇ ରହିଥାନ୍ତି। ଶୁଭ ଅଶୁଭ ସେମାନଙ୍କ ପାଇଁ ସମାନ। ଲୋକାଚାର ସୁଖ ସେମାନଙ୍କୁ ଆନନ୍ଦ ଦେଇପାରିନଥାଏ। ସେମାନଙ୍କର କେହି ଶତ୍ରୁ ନଥାନ୍ତି। ଏହିପରି ଏକାଗ୍ରତା ଭାବସମ୍ପନ୍ନ ବ୍ୟକ୍ତିତ୍ୱ ବା ସ୍ଥିତପ୍ରଜ୍ଞ ବ୍ୟକ୍ତି ସମସ୍ତ ଇନ୍ଦ୍ରିୟକୁ ନିଜ ଆୟତ୍ତରେ ବଶୀଭୂତ କରିବାର କ୍ଷମତା ହାସଲ କରିଥାନ୍ତି। ତାଙ୍କରି ବଶରେ ଇନ୍ଦ୍ରିୟମାନେ ପରିଚାଳିତ ହେଉଥିବା ଯୋଗୁଁ ସଂସାରର ବିଷୟ ଜଞ୍ଜାଳ କଦାପି ପ୍ରଲୋଭିତ କରିପାରିନଥାଏ। ସେହିମାନଙ୍କ ଗୁଣରେ ରାଗ ଦ୍ୱେଷ ନଥାଏ। ଇନ୍ଦ୍ରିୟ ଭୋଗଠାରୁ ଦୂରରେ ରହୁଥିବାରୁ ବିଷୟ ଆସକ୍ତି ସ୍ପର୍ଶ କରିନଥାଏ। ଏଭଳି ସଂଯମ ବ୍ୟକ୍ତି ସଂସାର ବନ୍ଧନରେ ଥାଇ ମଧ୍ୟ ସର୍ବଦା ପରମ ଶକ୍ତି ପରମାତ୍ମାଙ୍କୁ ଲାଭ କରି ପ୍ରଶାନ୍ତମୟ ହୋଇ ପରମ ତେଜରେ ମିଶିଯିବାର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏଥିରେ କହିବା କଥା ଏହି ଯେ ଗୀତାଜ୍ଞାନର ଏସବୁ ଅତି ମହତ୍ତ୍ୱପୂର୍ଣ୍ଣ ଅଟେ। ସ୍ଥିତପ୍ରଜ୍ଞ ସ୍ଥିତିକୁ ଧାରଣ କରିବା ନିଶ୍ଚିତ ଭାବେ କଠିନ କର୍ତ୍ତବ୍ୟ, କଠିନ ବ୍ୟାପାର ମଧ୍ୟ। ସାଧୁ ସନ୍ଥ ଋଷିମାନେ କ୍ଷେତ୍ରରେ ଯୁଗ ଯୁଗ ବିତି ଯାଇଥାଏ। ଭଗବାନଙ୍କ ସଂସାର ଲୀଳା ଅତି ବିଚିତ୍ର। ସେହି ବିଷୟାସକ୍ତ ଲୀଳା ରଚନାରେ ଇନ୍ଦ୍ରିୟମାନଙ୍କ ଦ୍ୱାରା ବଶୀଭୂତ ହୋଇ ମାନବ ଶରୀର ଓ ମନ ସବୁ ଭୁଲି ଯାଇଥାଏ। ଜ୍ଞାନ ଯୋଗରେ ଜାଣି ମଧ୍ୟ କର୍ମଜୋରେ ତାକୁ ନିୟୋଗ କରିପାରେ ନାହିଁ। ଏହିପରିକି ସ୍ଥିତପ୍ରଜ୍ଞ ବ୍ୟକ୍ତିତ୍ୱ ପୂର୍ଣ୍ଣ ବ୍ରହ୍ମ ଦର୍ଶନ କରିବା ବିରଳ ମଧ୍ୟ ଥାଏ। ତେଣୁ ଗୀତାଜ୍ଞାନରେ ଶ୍ରୀକୃଷ୍ଣ ସରଳ ଭାବରେ ବୁଝାଇ କହିଛନ୍ତି ଯେ ମୃତ୍ୟୁର ଶେଷ ସ୍ଥିତିରେ ମଧ୍ୟ ପରମ ବ୍ରହ୍ମ ପ୍ରାପ୍ତି ରହିଅଛି। ଧୀରେ ଧୀରେ ନିଜର ବିଷୟ ଜଞ୍ଜାଳରୁ ମୁକ୍ତ ହେବା ସୌଭାଗ୍ୟ ଅର୍ଜନ କରିବାର ସାହସ ଶିକ୍ଷା ପ୍ରଦାନ କରାଯାଇଅଛି। ମାନବ ଜୀବନର ଦୁର୍ଲଭ ଗୁଣ ଦ୍ୱାରା ଏକ ବ୍ରହ୍ମ ପ୍ରାପ୍ତି ହେବାର ଆଶା ସଂକୁଚିତ କରାଯାଏ ନାହିଁ। ପରମାତ୍ମାଙ୍କ ଠାରେ ଧ୍ୟାନ ରଖିଲେ ସବୁ ସମ୍ଭବ। ତାହା ହିଁ ଗୀତାଜ୍ଞାନର ଦର୍ଶନ ଭାବ ପ୍ରସଙ୍ଗ। ଧନ୍ୟବାଦ।